ଜୟ ଜଗନ୍ନାଥ। ଦେଖ ପିଲାମାନେ, ବହୁତ ସାରା ତ କମେଣ୍ଟ ଆସୁଛି। କିଏ କହୁଛି ସୋସିଓଲୋଜି, କିଏ କହୁଛି ଇକୋନୋମିକ୍, କିଏ କହୁଛି ଲଜିକ୍, କିଏ କହୁଛି ଆନ୍ଥ୍ରୋପୋଲୋଜି, କିଏ କହୁଛି ଓଡ଼ିଆ ଅପସନାଲ୍, କିଏ କହୁଛି ସାଂସ୍କ୍ରିଟ୍ ଅପସନାଲ୍। ମୁଁ ଏକୁଟିଆ ମୋର ସେମିତି କିଛି ପ୍ରଫେସନାଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ନୁହେଁ ଯେ ମୁଁ ଏଥିରୁ ରୋଜଗାର କରୁଛି, କି ମୋର କିଛି ପିଲାମାନଙ୍କୁ ରଖିଛି, କି ମୋର ମାନେ ଅନ୍ୟ ଟିଚର୍ମାନଙ୍କୁ ରଖିଛି, କି ଏଡ଼ିଟର୍ମାନଙ୍କୁ ରଖିଛି। ସାଙ୍ଗେ ସାଙ୍ଗେ ଭିଡ଼ିଓ କରିଦେବେ, ଏଡ଼ିଟ୍ କରିଦେବେ, ଡିଜିଟାଲ୍ ବୋର୍ଡ଼ ଅଛି। ସେମିତି କିଛି ସୁବିଧା ନାହିଁ ପିଲାମାନେ। ନେଟ୍ ବି ମୋ ପାଖରେ 2GB ସରିଗଲା ପରେ ଅନଲିମିଟେଡ଼ 5G ପାଇଁ ମୋତେ ବି ଯିବାକୁ ପଡ଼ୁଛି। କିଛି ଆମ ଗାଁ ଠାରୁ ଘର ପାଖରେ ବି 5G ବି ଭଲସେ ଆସୁନି। ନିଜ ଗାଁ ଠାରୁ କିଛି ସମୟ ମାନେ ଦୂରକୁ ଗୋଟେ ପଦା ଉପରକୁ ଗଲାବେଳକୁ ଯାଇକି ସେଠି 5G ଆସୁଛି। ମାନେ ବହୁତ ପରିଶ୍ରମ କରୁଛି ତୁମମାନଙ୍କ ପାଇଁ। ଚେଷ୍ଟା କରୁଛି ସବୁ ମାନେ ଯିଏ ଯେଉଁ ସବଜେକ୍ଟ ବି ରଖିছে ସବୁ ବର୍ଗର ପିଲାଙ୍କୁ ଖୁସି କରିବା ପାଇଁ। ଆଉ ବାଧ୍ୟ ହେଲି ଓଡ଼ିଆ ଚ୍ୟାନେଲ୍ର ବହୁତ କମେଣ୍ଟ ଆସିଲା। ଆଉ ଓଡ଼ିଆ ଚ୍ୟାନେଲ୍ର ତ ବହୁତ ଭିଡ଼ିଓ ଆସିବ ପିଲାମାନେ, କାରଣ ଓଡ଼ିଆ ଚ୍ୟାନେଲ୍ ମୋର ହେଲା ଫେଭରାଇଟ୍ ସବଜେକ୍ଟ। ସାଇକୋଲୋଜି ଆଉ ଓଡ଼ିଆ ଚ୍ୟାନେଲ୍ ପାଇଁ ମୋ ଚ୍ୟାନେଲ୍ ଫେମସ୍ ପିଲାମାନେ। ଓଡ଼ିଆ ଚ୍ୟାନେଲ୍ ପୁରା ସିଓର ସର୍ଟ କୋଶ୍ଚିନ୍ ତୁମମାନଙ୍କୁ ଦେବି, ବ୍ୟସ୍ତ ହେବାର ନାହିଁ। ଅଳଙ୍କାର ରିଲେଟେଡ଼ ମଧ୍ୟ କୋଶ୍ଚିନ୍ ଆସିବ, ବୁଝେଇବି ବି ସବୁକୁ ଟୋଟାଲ୍ ଡିଟେଲ୍ସ। ଅଳଙ୍କାର ମୁଁ ପୁରା ବୁଝେଇବି ତୁମମାନଙ୍କୁ, ଦେଖିବ। ଆଉ ଖାଲି ଗୋଟେ ଦିନ ଅପେକ୍ଷା କର, ଇକୋନୋମିକ୍ ଏକ୍ଜାମ୍ ସରିଯାଉ, ଧୀରେ ଧୀରେ ସବୁ ଭିଡ଼ିଓ ଆସିଯିବ। ଦେଖ ପିଲାମାନେ, ମୋ କଥା ଟିକେ ଶୁଣ, ବୁଝିଲ ନା। ଓଡ଼ିଆ ଚ୍ୟାନେଲ୍ ପିଲାମାନେ, MILରେ ଯେଉଁ ପିଲାମାନେ ମୋ ଭିଡ଼ିଓ ସହିତ ଯୋଡ଼ିକି ଥିଲ, ଓଡ଼ିଆ ଚ୍ୟାନେଲ୍ରେ ଯଦି ସିଏ ପ୍ରାୟ କିଛି କଥା ଜାଣିଥିବେ, କିନ୍ତୁ MIL ଭିଡ଼ିଓ ଯେଉଁ ସବୁ ମୁଁ ଅପଲୋଡ଼ କରିଥିଲି ଯିଏ ନ ଦେଖିଥିବ, ତୁମମାନଙ୍କ ପାଇଁ ଟିକେ କଷ୍ଟ ହେବ। କାରଣ MIL ଓଡ଼ିଆ ମୁଁ ଯେଉଁ ଭିଡ଼ିଓ ଛାଡ଼ିଥିଲି ସେଥିରେ ମୁଁ ସବୁ ଡିଟେଲ୍ସ ବତେଇଛି ପିଲାମାନେ। କେଉଁ ଟାଇପ୍ରେ ଆମେ ଲଙ୍ଗ୍ ଲେଖିବା, ତା ସହିତ ଇଣ୍ଟ୍ରୋଡକ୍ସନ୍, ଯେଉଁଟାକି କବିତାର ଗୋଟେ ଇଣ୍ଟ୍ରୋଡକ୍ସନ୍, ଯେଉଁ ଇଂଲିଶ କୋଟେସନ୍ ଗୋଟେ ମୁଁ ଦେଇଥିଲି, ତାକୁ କେମିତି ଆଡ଼୍ କରିକି କବି ପରିଚୟ ଆମେ କେତେ ଲେଖିବା, ଯେହେତୁ 5 ମାର୍କିଆ। ଆଉ ମାନେ ଲଙ୍ଗ କ୍ୱେଶ୍ଚନ୍, ଆମେ ଗୋଟେ କବିତାର ଯେତେ ସାରା ଲଙ୍ଗ କ୍ୱେଶ୍ଚନ୍ ଅଛି ସବୁ ଲଙ୍ଗ କ୍ୱେଶ୍ଚନ୍ ପଢ଼ିବା, ନା ଗୋଟିଏ ସାର କଥା ପଢ଼ିବା, ସେଇଆକୁ ଆମେ କିପରି ଷ୍ଟାଇଲ୍ର ଲେଖିନେ ପୁରା 5ରୁ ଆମକୁ 5 ମିଳିବ, ଆମେ ଗୋଟିଏ ଲଙ୍ଗ ମୁଖସ୍ଥ କରିବା, ସବୁ ଲଙ୍ଗ ପାଇଁ ସେ ଆନ୍ସର୍ ସୁଇଟେବୁଲ୍ ହେବ। ଏ ସବୁ ଡିଟେଲ୍ସ ମୁଁ ପୂର୍ବରୁ ପିଲାମାନେ, ମୁଁ ଯେଉଁ MIL ଓଡ଼ିଆରେ ଅପଲୋଡ଼ କରିଛି ଗୋଟେ ଭିଡ଼ିଓ, ଯଦି ପାରୁଛ ମୋ ଚ୍ୟାନେଲ୍ ଭିତରୁ ଯାଇକି MIL ଓଡ଼ିଆରେ ଦେଖିବ, ମୁଁ କବିତା ଲଙ୍ଗ ବୁଝେଇଥିବି, ସେଇ ଲଙ୍ଗକୁ ଯାଇକି ଟିକେ ଦେଖିଦିଅ, ବୁଝିଲା। ତେବେ ଯାହା ହଉ, ଆମର ପ୍ରାଚୀନ ମଧ୍ୟକାଳୀନ କବିତାରେ ମୁଁ ଆଜି ସିଲେକ୍ସନ୍ ଦେବି। 5 ମାର୍କିଆ ତୁମର ଆସୁଛି, ଏଠୁ 2ଟା ତୁମେ ଗୋଟିଏ କରିବ। ଏଇ ବର୍ଷ ପାଇଁ ପିଲାମାନେ ସିଓର ସର୍ଟ ମନେ ରଖ, ପରଶୁରାମର ଭେଟରୁ 2026ରେ ଗୋଟିଏ କୋଶ୍ଚିନ୍ ଗ୍ୟାରେଣ୍ଟି ଆସିବ। ଆଉ ଯେଉଁ କୋଶ୍ଚିନ୍ କି ମୁଁ ତୁମମାନଙ୍କୁ ଦେଉଛି, ଦେଖ। ପଠିତ କବିତା ଅବଲମ୍ବନରେ ପରଶୁରାମଙ୍କର ଅହଙ୍କାରର ପତନ କିପରି ହୋଇଥିଲା, ବା ଅର୍ କୋଶ୍ଚିନ୍ ଏଇ ଟାଇପ୍ରେ ଆସିଥିବ। ପଠିତ କବିତା ଅବଲମ୍ବନରେ କବିତାର ଭାବାଦର୍ଶ ବା ବଳରାମ ଦାସଙ୍କର ଭାବାଦର୍ଶ। ନେକ୍ସଟ ତାପରେ ନାମକରଣର ସଫଳତା ଦୃଷ୍ଟିରୁ ପରଶୁରାମ ଭେଟ କବିତାର ମୂଲ୍ୟାୟନ କର, ବା ପଠିତ କବିତାରୁ ପରଶୁରାମଙ୍କର ଚରିତ୍ର ଚିତ୍ରଣ କର। ଦେଖ ପିଲାମାନେ, ପ୍ରାୟ ୟୁଟ୍ୟୁବ୍ ଚ୍ୟାନେଲ୍ ତୁମେ ଲକ୍ଷ୍ୟ କରିଥିବ, ସମସ୍ତେ ଅଲଗା ହେଲା, ଏଇ ଲଙ୍ଗକୁ କୁହନ୍ତି ଅଲଗା ହେଲା। କିନ୍ତୁ ମୁଁ ପିଲାମାନଙ୍କ ଉପରେ ପ୍ରେସର ଦେବାକୁ ଚାହେଁ ନା। ମୁଁ ସବୁବେଳେ କୁହେ, ତୁମେ ଗୋଟିଏ ଲଙ୍ଗ ବା ସାର କଥାକୁ ତୁମେ ଭଲସେ ପୁରା ପ୍ରାକ୍ଟିସ୍ କରିନିଅ, ବୁଝିଲା। ଦେନ୍ ଆମେ କବି ପରିଚୟ ଆରମ୍ଭରୁ ଲେଖିବା। ଆଗେ ଲେଖିଲେ କବି ପରିଚୟ, ତାପରେ କବି ପରିଚୟ ପରେ ଆଉ ଗୋଟେ ଯେଉଁ ପାରା ଆମେ କରିବା, ସେଥିରେ ଲେଖା ହେବ ଏଇ କବିତାଟି କବିଙ୍କର କେଉଁ ମାନେ କାବ୍ୟ ସଂକଳନରୁ ଆସିଛି, କି କେଉଁ ଲେଖାରୁ ଆସିଛି, ଆମେ ସେଇଟା ଲେଖିବା। ଆଉ ସେଇଠି ଆଉ ଗୋଟେ ଲାଇନ୍ ଆଡ଼୍ କରାହେବ, ଆଲୋଚ୍ୟ ପ୍ରସଙ୍ଗରେ କବି ଏଠାରେ କ'ଣ ବର୍ଣ୍ଣନା କରିବାକୁ ଚାହିଁଛନ୍ତି। ମାନେ ଏଇଟା ଯେଉଁଟାକି ଆମର ଏଇ ପ୍ରଶ୍ନ ଅନୁସାରେ ଲେଖା ହେବ। ଯେଉଁ ପ୍ରଶ୍ନ ପଡ଼ିଥିବ ସେଇ ପ୍ରଶ୍ନ ଅନୁସାରେ ଲେଖା ହେବ। ଏଇ ଡିଟେଲ୍ସ ସବୁ ମୁଁ ପିଲାମାନେ କହିସାରିଛି ଅଲରେଡ଼ି। ତୁମେମାନେ ଯାଇ ଚେକ୍ କର। MIL ଓଡ଼ିଆ କମ୍ପଲସରି, ଯେଉଁ MIL ଓଡ଼ିଆ ମୁଁ ସିଲେକ୍ସନ୍ ଦେଇଥିଲି, ସବୁ ତ ସିଲେକ୍ସନ୍ ପଡ଼ିଥିଲା, ତାକୁ ମଧ୍ୟ ସେଇଠି ମୁଁ ଆଲୋଚନା କରିଛି, ବୁଝିଲା। ତାପରେ କ'ଣ କରାହେବ, ଆଗେ କବି ପରିଚୟ, କବିତାଟି କେଉଁଠୁ ଆସିଛି। ନେକ୍ସଟ ତାପରେ ପିଲାମାନେ ଲେଖା ହେବ କ'ଣ, କବିତାର ସାର କଥା ତୁମେ ଯାହା ଜାଣିଛ ସେଇଠି ଏଣ୍ଟ୍ରି କରିବ। ଆଉ କିଛି କବିତାର କିଛି ପଦ୍ୟାଂଶ ମଧ୍ୟ ସାର କଥା ଭିତରେ ଆଡ଼୍ କରିବ, ଭଲ ଇମ୍ପ୍ରେସନ୍ ମାର୍କ ଆସିବ। ଦେନ୍ ଲାଷ୍ଟକୁ ଶେଷ କଥା ମାନେ କ'ଣ, ବାସ୍ତବିକ କବି ଏଠାରେ କ'ଣ ବର୍ଣ୍ଣନା କରିବାକୁ ଚାହିଁଛନ୍ତି, ବୁଝିଲା। ବହୁତ ଇଜି, କିଛି ନାହିଁ। ତାପରେ ମୁଁ ଓଡ଼ିଆ ଚ୍ୟାନେଲ୍ରେ ବି ଆମର ବହୁତ ସହଜ ସବୁ ଅଛି, ମାନେ ପୋଏମ୍ର ସାର କଥା ସବୁ ଟ୍ରିକ୍ ବତେଇଦେବି। ଜମା ବ୍ୟସ୍ତ ହୁଅନା। ଗୋଟେ ଦିନରେ ମୁଁ 7-8ଟା ଲେଖାଏଁ ଭିଡ଼ିଓ ଅପଲୋଡ଼ କରିବି, ଦେଖିବ, ଓଡ଼ିଆ ଚ୍ୟାନେଲ୍ ପାଇଁ ସ୍ପେସିଆଲି ଆନ୍ସର୍ ସହିତ ବୁଝେଇକି। ତେବେ ଯାହା ହଉ, ତୁମେ ଯଦି ତୁମ ପାଖରେ MBD ଅଛି କି କିଛି ସୋର୍ସ ଅଛି, ଗୋଟେ କାମ କର, କବି ପରିଚୟ ବି ମୁଁ ତୁମମାନଙ୍କୁ ଲେଖିକି ପ୍ରୋଭାଇଡ଼ କରିଦେବି। ଆଉ କେମିତି କବି ପରିଚୟ ଲେଖିଲେ ଆମର ଇମ୍ପ୍ରେସନ୍ ମାର୍କ ମିଳିବ। କବି ପରିଚୟ ପାଇଁ 1 ମାର୍କ ମିଳେ ପିଲାମାନେ। ତା ସହିତ ଯେଉଁ କବିତାଟି କେଉଁଠୁ ଆସିଅଛି, ବା ଏଇଠି କ'ଣ କବି ବର୍ଣ୍ଣନା କରିବାକୁ ଚାହିଁଛନ୍ତି, ସେଠି 1 ମାର୍କ। ତା ସହିତ ଆମର ଭିତରେ ଯେଉଁ ସାର କଥା ରହିଲା, ସିଏ 3 ମାର୍କ, ସିଏ 2 ମାର୍କ। ଲାଷ୍ଟକୁ ଆମର ବାସ୍ତବିକ ଲଗେଇ ସେ ଲାଇନ୍, ମାନେ ଏଇ ଟୋଟାଲ୍ ମୋଟ ଉପରେ ଷ୍ଟେପ୍ ମାର୍କିଂ ୱାଇଜ୍ 5 ମାର୍କ ସବୁ ମିଳେ, ବୁଝିଲା। ମୁଁ ତୁମମାନଙ୍କୁ ସବୁ ବତେଇଦେବି। ତୁମେ ବର୍ତ୍ତମାନ କାମ କର, ଏଇ ପରଶୁରାମଙ୍କ ଚରିତ୍ର ଚିତ୍ରଣରୁ, ପରଶୁରାମର ଭେଟରୁ ଯେକୌଣସି ଗୋଟିଏ ଲଙ୍ଗକୁ ତୁମେ ତା ସାର ପିଲାମାନେ
ଟୋଟାଲି କବି ପରିଚୟ ପଢ଼ିବା ଆବଶ୍ୟକ ନାହିଁ। ମୁଁ କବି ପରିଚୟ ତୁମମାନଙ୍କୁ ପ୍ରୋଭାଇଡ଼ କରିଦେବି କିପରି ଲେଖିଲେ ଭଲ ମାର୍କ ମିଳିବ। ତମେ ଖାଲି ତା ସାରଟାକୁ ଭଲ ରୂପରେ ପ୍ରିପେୟାର ହେଇଯାଅ, ବୁଝିହେଲା। ଏଇ ପରଶୁରାମ ଭେଟ ବହୁତ ଇମ୍ପୋର୍ଟାଣ୍ଟ। ନେକ୍ସଟ ଉଠ ନିଶି ପାହିଲା। ଉଠ ନିଶି ପାହିଲାରୁ ଯେକୌଣସି ସେଟା ଯେମିତି ବୋଲେ ୟାର ସବୁ ଯେକୌଣସି ଆগে କୋଶ୍ଚିନ୍ ଗୁଡ଼ା ପଢ଼ିଦେବୁ ଦେଖ। ଉଠ ନିଶି ପାହିଲା କବିତାର ଭାବ ବା ସାରମର୍ମ ବା ଭାବଧର୍ମ ବିଶ୍ଳେଷଣ କର। କାହିଁକିନା କୋଶ୍ଚିନ୍ ସବୁବେଳେ ବୁଲେଇକି ପକାଏ, କେବେ ଡାଇରେକ୍ଟ ପକାଏ ନା, କେବେ ବି ଡିଟୋ ଓଡ଼ିଆ ପଲିଟିକାଲ ସାଇନ୍ସ ଭଳିଆ ମାନେ ସେମ୍ କୋଶ୍ଚିନ୍ ରିପିଟ୍ ହୁଏ ନା ଗୋଟେ ବର୍ଷ 2 ବର୍ଷ ଅନ୍ତରରେ, ବୁଝିହେଲା। ବା ଉଠ ନିଶି ପହିଲେ କବିତାରୁ କବିଙ୍କ ଭକ୍ତିମତାର ପରିଚୟ ଦିଅ। ବା ବେଳେବେଳେ ବି ଏମିତି କୋଶ୍ଚିନ୍ ଆସିଥିବ ପଠିତ କବିତାରୁ ଯଶୋଦାଙ୍କର ମାତୃ ହୃଦୟର କମନୀୟ ଆବେଗ ଚିତ୍ର କିପରି ପରିସ୍ଫୁଟିତ ହୋଇଛି ଆଲୋଚନା କର। ବା ପଠିତ କବିତାରେ ବାତ୍ସଲ୍ୟ ରସର କିପରି ପରିସ୍ଫୁରଣ ହୋଇଛି ତା ଆଲୋଚନା କର। ସେମ୍ ଆନ୍ସାର ଯେଉଁ କଥା ମୁଁ କହିଲି ପିଲାମାନେ, କେବଳ ସାର କଥା ତୁମେ ପ୍ରିପେୟାର ହେଇଯାଅ। ମୁଁ ତାର କବି ପରିଚୟ କିପରି କେଉଁ ଏଇ ଲେଖାଟା କେଉଁ ମାନେ ଟୋଟାଲି କବି ପରିଚୟ ସହିତ ଇଣ୍ଟ୍ରୋଡକ୍ସନ୍ କ'ଣ ଲେଖା ହେବ, ତା ସହିତ ବାସ୍ତବିକ ଲଗେଇକି ଶେଷରେ କ'ଣ ଲେଖା ହେବ ମୁଁ ତୁମକୁ ବତେଇଦେବି। ମଝିରେ ସାର କଥା ଆଉ ପଦ୍ୟାଂଶ ତୁମେ ଗୋଟେ ପ୍ରିପେୟାର ହେଇଯାଅ, ବୁଝିହେଲା। ଏଇ ଲଙ୍ଗ୍ ଯଦି ତୁମ ପାଖରେ ଟେଷ୍ଟ ପେପର୍ ଅଛି ବା ତୁମ ପାଖରେ ଆଗରୁ ନୋଟ୍ ଅଛି ଆଭେଲେବୁଲ୍, ତାହେଲେ ପ୍ରାକ୍ଟିସ୍ କରିନିଅ, କିଛି ଅସୁବିଧା ନାହିଁ। କିନ୍ତୁ ଅନ୍ୟ ୟୁଟ୍ୟୁବର ମାନେ କ'ଣ କରନ୍ତି ନା ଗୋଟା ବିଷୟରୁ ଗୋଟା ପଏମରୁ 2-2ଟା 3-3ଟା ଲଙ୍ଗ୍ ଦେଇଦେବେ, କହିବାକୁ ସବୁ ମୁଖସ୍ତ କର। ସେମିତି କିଛି ନାହିଁ। ମୁଁ ଯେଉଁ ଲଙ୍ଗ୍ ଦେଉଛି ବିଶେଷ କରି ଗୋଟିଏ ଲେଖାଏ, କିଛି ନା ତା ସାରମର୍ମ ଯଦି ଆମେ ପ୍ରିପେୟାର ହେଉଛନ୍ତି ପିଲାମାନେ, ଆମେ ଆରାମସେ କ'ଣ କରିପାରିବା ନା 3 ମାର୍କିଆ ବି ଆଟେମ୍ପ୍ଟ କରିପାରିବା, ବୁଝିହେଲା। ଆଉ ମୁଁ ଆସନ୍ତାକାଲି 3 ମାର୍କିଆର ମଧ୍ୟ ସିଲେକ୍ସନ୍ ତୁମମାନଙ୍କୁ ଏଇ ପ୍ରାଚୀନ କବିତାରେ ପ୍ରାଚୀନ ମଧ୍ୟକାଳୀନ କବିତାରେ 3 ମାର୍କିଆ ପ୍ରୋଭାଇଡ଼ କରିଦେବି। ତୁମେ ବର୍ତ୍ତମାନ ପରଶୁରାମ ଭେଟରେ ଯେଉଁ କୋଶ୍ଚିନ୍ ଦେଲି ଆଉ ଉଠ ନିଶି ପାହିଲାର ଯେଉଁ କୋଶ୍ଚିନ୍ ଦେଲି ପୁରା ଭଲ ରୂପରେ ପ୍ରିପେୟାର ହେଇଯାଅ। ସିଓର ସଟ୍ ତୁମେ ଏଇ 2ଟାରୁ ହିଁ ପାଇଯିବ। ମୁଁ ବେଶୀ ତୁମମାନଙ୍କୁ ପ୍ରେସର ଦେବାକୁ ଚାହୁଁନି। ଧନ୍ୟବାଦ।